ଥରେ ଏକ ଶାନ୍ତ ଜଙ୍ଗଲରେ ଏକ କାଉ ଏକ ଉଚ୍ଚ ଗଛରେ ତାର ବସା ତିଆରି କରିଥିଲା। ସେ ତିନୋଟି ଅଣ୍ଡା ଦେଇ ପ୍ରେମ ଏବଂ ଯତ୍ନର ସହିତ ସେଗୁଡ଼ିକୁ ଜଗିଥିଲା। କିନ୍ତୁ ସେ ଜାଣିନଥିଲା ଯେ ସେହି ଗଛ ତଳେ ଥିବା ଏକ ଗାତରେ ଏକ ଲୋଭୀ ସାପ ରହୁଥିଲା। ଗୋଟିଏ ସୂର୍ଯ୍ୟୋଦୟ ଅପରାହ୍ନରେ ଯେତେବେଳେ କାଉ ଖାଦ୍ୟ ଖୋଜୁଥିଲା, ସାପ ଗଛ ଉପରକୁ ଚଢ଼ି ଅଣ୍ଡା ଖାଇଦେଲା। କାଉ ଫେରି ଆସିଲା। ସେ ହୃଦୟ ଭାଙ୍ଗିଗଲା। ସେ ଚାରିପାଖକୁ ଚାହିଁଲା କିନ୍ତୁ ଅପରାଧୀକୁ ପାଇଲା ନାହିଁ। ତାର ପରବର୍ତ୍ତୀ ଅଣ୍ଡାକୁ ସୁରକ୍ଷା ଦେବା ପାଇଁ ସ୍ଥିର ହୋଇ କାଉ ତାର ବୁଦ୍ଧିମାନ ବନ୍ଧୁ ପେଚାକୁ ପରାମର୍ଶ ମାଗିଲା। ସାପ ଧୂର୍ତ୍ତ। ପେଚା କହିଲା, କିନ୍ତୁ ତୁମେ ଅଧିକ ଚତୁର ହେବା ଉଚିତ। ତୁମର ଡେଣା ନୁହେଁ, ତୁମର ବୁଦ୍ଧି ବ୍ୟବହାର କର। ପରଦିନ କାଉ ଜଙ୍ଗଲର ରାଣୀଙ୍କୁ ନିକଟସ୍ଥ ନଦୀରେ ଗାଧୋଉଥିବାର ଦେଖିଲା। ସେ ତାର ସୁନାହାର କାଢ଼ି ଏକ ପଥର ଉପରେ ଛାଡ଼ି ଦେଇଥିଲା। କାଉ ଉଡ଼ିଗଲା। ତାର ଥଣ୍ଟରେ ହାର ଧରି ଧୀରେ ଧୀରେ ସାପର ଗାତ ଆଡ଼କୁ ଉଡ଼ିଗଲା। ରାଜପ୍ରାସାଦର ରକ୍ଷକମାନେ ହାର ସହିତ କାଉକୁ ଦେଖି ତା ପଛରେ ଗୋଡ଼ାଇଲେ। କାଉଟି ସାପର ଗାତ ସାମ୍ନାରେ ହାରଟି ପକାଇ ଦେଇ ଉଡ଼ିଗଲା। ଯେତେବେଳେ ରକ୍ଷକମାନେ ପହଞ୍ଚିଲେ, ସେମାନେ ହାର ଖୋଜିବା ପାଇଁ ଗାତ ଖୋଳିଲେ ଏବଂ ସାପଟିକୁ ଆବିଷ୍କାର କଲେ। ସେମାନେ ସାପଟିକୁ ଧରି ବହୁତ ଦୂରକୁ ନେଇଗଲେ। ସେହି ଦିନଠାରୁ ଚତୁର କାଉଟି ଶାନ୍ତିରେ ରହୁଥିଲା ଏବଂ ତାର ଛୁଆମାନେ ଉଷ୍ମ ସୂର୍ଯ୍ୟ ତଳେ ସୁରକ୍ଷିତ ଭାବରେ ଫୁଟି ଉଠିଲେ। ନୈତିକତା, ବୁଦ୍ଧିମତା ଏବଂ ଧୈର୍ଯ୍ୟ ସବୁଠାରୁ ବିପଦଜନକ ଶତ୍ରୁମାନଙ୍କୁ ମଧ୍ୟ ପରାସ୍ତ କରିପାରିବ।